ଅନେକ ଦିନ ତଳର କଥା। କୃଷ୍ଣଙ୍କର ଲକ୍ଷ ଲକ୍ଷ ପୁତ୍ର ଥିଲେ। ମାତ୍ର ପୁତ୍ରମାନଙ୍କ ମଧ୍ୟରୁ ପ୍ରଦ୍ୟୁମ୍ନ ଏବଂ ଶାମ୍ବ ନାମକ ଦୁଇଜଣ ପୁତ୍ର ବନ ମଧ୍ୟରେ ଖେଳୁଥିଲେ। ଖେଳୁ ଖେଳୁ ସେମାନେ ଶୋଷିଲା ହୋଇଯାଇଥିଲେ ଏବଂ ସେମାନେ ପାଣିର ସନ୍ଧାନ କରୁଥିଲେ। ପାଣିର ସନ୍ଧାନ କରି କରି ସେମାନେ ଏକ କୂଅଟିକୁ ପାଇଲେ। ଯେଉଁ କୂଅଟି ଜଳଶୂନ୍ୟ ଥିଲା। ସେମାନେ ସେଠାରେ ଦେଖିବାକୁ ପାଇଲେ ଯେ ଏକ କ୍ରୁକଲାସ କୂଅ ମଧ୍ୟରେ ବନ୍ଦୀ ହୋଇ ରହିଛି। ସେମାନେ ତାକୁ ବାହାର କରିବା ପାଇଁ ବହୁତ ଚେଷ୍ଟା କରିଥିଲେ, ମାତ୍ର ସେ କ୍ରୁକଲାସଟି ଟିକେ ହେଲେ ହଲିଲା ନାହିଁ। ତେଣୁ ସେମାନେ ଚିନ୍ତା କଲେ କି ଆମେ କୃଷ୍ଣଙ୍କୁ ଏହି କଥା ଜଣାଇବା ଉଚିତ। ତେଣୁ ସେମାନେ କୃଷ୍ଣଙ୍କ ନିକଟକୁ ଯାଇକି ସେହି କଥା କୃଷ୍ଣଙ୍କୁ ଜଣାଇଲେ। କୃଷ୍ଣ ଏହି କଥା ଶୁଣିବା ପରେ ସେ ହସିବାକୁ ଲାଗିଲେ ଏବଂ କୃଷ୍ଣ ସେହି କୂଅ ନିକଟକୁ ଆସି ନିଜ ହାତ ମାଧ୍ୟମରେ କ୍ରୁକଲାସକୁ ଫୁଲ ପରି ଉଠାଇ ଆଣିଲେ ଏବଂ ସେ ସେହି କ୍ରୁକଲାସଟିକୁ ବାହାରକୁ ଆଣିବା ପରେ ଯାହା ଘଟିଲା ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟପୂର୍ଣ୍ଣ ଥିଲା। ସେହି ଏଣ୍ଡୁଅଟି ସହିତ କ'ଣ ହେଲା ତାହା ଜାଣିବା ପାଇଁ ଆମକୁ ଅନ୍ୟ ଏକ ଭିଡ଼ିଓ ପାଇଁ ଅପେକ୍ଷା କରିବାକୁ